ମୋ ନାଁ ହେଉଛି ଧନ୍ମତ ପାଣିଗ୍ରାହୀ। ମୁଁ ସିନ୍ଦୁରବାହାଲର। ଏବେ ଗଲା 2-3 ଦିନ ତଳେ ସିଆଡ଼ୁ 2 ଜଣ ଆସୁଥିଲେ ସଦେଇପାଲିର ସେମାନେ, ଆଉ ତାଙ୍କୁ ହଠାତ୍ ଆକ୍ରମଣ କଲେ ବରଗାନିନ, ଆଉ ତାଙ୍କର ପଇସା ଆରୁ ମନି ପର୍ସ ଲୁଟି ନେଲେ ସେମାନେ, ଯାହା ସେମାନେ କହୁଥାନ୍। ଆଉ ବନେ ତାଙ୍କୁ ଠେଙ୍ଗାରେ ପିଟା ମରା ବି କରିଥିଲେ। ଏଇଟା ତ ଗଲା ଆମର ରାସ୍ତାରେ ପ୍ରାୟ ହେଉଛେ, ଚନ୍ଦନବାଟିରୁ ବଲାଙ୍ଗୀରରୁ ଚନ୍ଦନବାଟି ତକ୍ ପ୍ରାୟ ଡକାୟତି ହେ ରାସ୍ତାରେ ହେଉଛେ। 2017ରେ ମୁଇଁ ନିଜେ ଆଉଥିଲି ରାତି 10:30 ବଜେ। ମୋତେ ବି ହେନ୍ତା 4 ଜଣ ସଡ଼ନ୍ ମେରାରେ ଆଟାକ୍ କରି ମନୁ ମୋବାଇଲ୍ ଆଉ ପଇସା 4-5 ହଜାର ଟଙ୍କା ସେ ଟାଇମ୍ରେ ଥିଲା ନେଇଯାଇଥିଲେ। ମୁଇଁ FIR ବି ଦେଇଥିଲି ସଦର ଥାନାରେ, ଆଉ ସେଟା ଆଜି ପର୍ଯ୍ୟନ୍ତ ଜଣାନି ପଡ଼ିଲା। ଲାଷ୍ଟକେ କୋର୍ଟରେ ସେଟା ସରେଣ୍ଡର ହେଲା। ତ ଇନୁ 10 କିଲୋମିଟର ଭିତରେ ମୋର୍ ଜାନବାରେ ଭିତରେ ବହୁତ ଡକାୟତି ହେଲାନ। ଆଉ ପୋଲିସ କହିଲେ ପୋଲିସ ପେଟ୍ରୋଲିଂ କରୁଛୁଁ କହୁଛନ୍। ଯଦି ପୋଲିସ ପେଟ୍ରୋଲିଂ କରୁଛେ ଠିକ୍ସେ, ତ ଦିନେ ଜଣେ ଅଧେକି ବି ଆଜି ପର୍ଯ୍ୟନ୍ତ କିଛି ପୋଲିସ ଧରି ନେଇ ପାରବାର। ଯଦି ପୋଲିସ ପ୍ରପରଲି ଯଦି ପେଟ୍ରୋଲିଂ ରାତିରେ ଠିକ୍ କରୁଛେ ବୋଲେ ତ ନିଶ୍ଚୟ ଦିନେ ନା ଦିନେ ଧରା ପଡ଼ବା। ତ ଆଜି ଦିନେ ନେ କରି ବହୁତ ମାନେ ପ୍ରାୟ କରୁଛନ୍। ଏବେ ଗୋଟେ ସାଇକେଲବାଲାକେ ଉଠକେଇକରି ତାନୁ ଲୁଟିଲେ କହୁଛନ୍। ଗୋଟେ ପନିପରିବା କିଣି ଯାଉଥିଲା ଚନ୍ଦନବାଟି ମାର୍କେଟକେ, ଗୋଟେ ବେପାରୀଟେ ତାନୁ ଅଟକାଲେ ପଇସା ଲୁଟି ନେଲେ। ଯାହା ଜଣାପଡ଼ୁଛି ଆମେ ଶୁଣୁଛୁଁ। ମୋତେ ନିଜେ ହେଇଥିଲା, ତାର ବାଦ ମୁଇଁ ବି ଅନ୍ୟ 2-4ଟା କେସ୍ ବି ମୁଇଁ ଖବର ପାଇଛେଁ। ଯେହେତୁ ମୁଇଁ ଏ ରାସ୍ତାରେ ପ୍ରାୟ ଯାଉଛେଁ ରାତି 8, 9, 10 ବଜେ ମୋର ଘର ସିନ୍ଦୁରବାଲ। ତ ପ୍ରାୟ ଏ ରାସ୍ତାରେ ଏଇଟା ହେଉଛେ। ତ ପୋଲିସକେ ଗୋଟେ ରିକ୍ୱେଷ୍ଟ ହେ ଯେ ଯଦି ପେଟ୍ରୋଲିଂ କରୁଛନ୍ ବେଲେ ଇନୁ ଦେଖୁନ୍ ଆଉ ଗୋଟେ କଥା, ଇନୁ ଆପଣଙ୍କର ସଦର ଥାନା ରହୁଛେ ଶାନ୍ତିପଡ଼ା। ଚନ୍ଦନବାଟିରୁ ଗୋଟେ ଫାଣ୍ଡି ହେଲାନ ବେଲେ 10 କିଲୋମିଟର ଭିତରେ ଏଇ ମୁଡ଼ସରେ ଗୋଟେ ଥାନା ରହେଲା, ଚନ୍ଦନବାଟି ଗୋଟେ ଥାନା ରହେଲା। ତ ଇ 10 କିଲୋମିଟର ଭିତରେ ଯଦି ଇମାନେ ବି ପେଟ୍ରୋଲିଂ ରାତିରେ ଏବେ LSP କଲୋନି ବସିଛେ, ଲୋକ ବି ଏନ ରାତି ରହୁଛନ୍ 9-10 ବଜେ ତକ୍। ତଥାପି ବି ଏତେ ଲୋକ ସେଫଲି ଘରକେ ପହଞ୍ଚିବାଟା ମୁସ୍କିଲ ହେଇଗଲାନ। ଆଉ ଏଇଟା ସେ ପଇସା ପତ୍ର ତ ଯାହା ଲୁଟୁଛନ୍, ଯଦି ଯେନ୍ ଆକାରରେ ସେମାନେ ଆକ୍ରମଣ କରୁଛନ୍, ଯଦି ଠାନେ ଅଠାନେ ଯଦି ବାଜିଯିବା ବେଲେ ନିହାତି ଜଣେ ମରି ବି ଯିବା, ଯେନ୍ ହିସାବରେ ଆଟାକ୍ କରୁଛନ୍ ସେ। ତଥାପି କାଣା ଏଇଟା ପେଟ୍ରୋଲିଂ କରୁନ୍, ଠିକ୍ ଡେଲି ପେଟ୍ରୋଲିଂ କରୁନ୍। ଆର୍ ପ୍ରାୟ ଏ ଘଟଣା ମାନେ ପ୍ରାୟ 9-10 ବଜେ ପରେ ଘଟୁଛେ। ଯେତେ ବି ହେଇଛେ, ସଦେଇପାଲିରଟା ବି ଗୋଟେକେ ପିଟିଥିଲେ, ତାର ବି ମୁଡ଼ା ଷ୍ଟିଚ୍ ଫିଚ୍ ହେଇଥିଲା, ବୁର୍ଲା ନେଇଥିଲେ। ତ ସେଟା ବି ଏନ୍ତା 10-10:30 ବଜେ। ତ କାମ ସାରିକରି ଇନୁ ଯେତେ ଲୋକ ଯାଉଛନ୍ ଆଜ୍ଞା, ଯେତେ ବି ଲେବର ଶ୍ରେଣୀ ବୋଲୁନ୍ କି ଯେତେ ବି ବଲାଙ୍ଗୀର କାମ କରି ଯାଉଛନ୍ କି ଯିଏ ବି ଆଉଛେ ବଲାଙ୍ଗୀର କାମ କରି, ତ ଯେନ୍ତା ହେଲେ ବି 9-10 ବାଜୁଛେ ଫିରବାର୍ ଲାଗି ଘରକେ। ଆଉ ଯଦି 9-10 ବଜେ ସେ ସେଫଲି ଘରକେ ନେଇ ପହଞ୍ଚି ପାରୁଛେ ବେଲେ ଏଇଟା ବହୁତ ଦୁଃଖର କଥା।